ଆଜ୍ଞା ନମସ୍କାର। ଏ ଭିଡ଼ିଓଟା ଦୟାକରି ସବୁ ଭାଇମାନଙ୍କୁ ଅନୁରୋଧ କରୁଛି ବିଜେପିର ନେତା ମନ୍ତ୍ରୀ ପାଖକୁ ଟିକେ ସେୟାର କରିବେ। ଯିଏ ଦିନ ରାତି ଅହରହ ସୋସିଆଲ ମିଡ଼ିଆରେ ଓଡ଼ିଶା କଟକରେ ଫେମସ୍ ସେ ବିଜେପି ପାଇଁକା ଭିଡ଼ିଓ ବନାଉଥିଲା, ଆଜି ସେ ଆକ୍ସିଡେଣ୍ଟ ହେଇ କଟକ ଏସି ମେଡ଼ିକାଲରେ ପଡ଼ିଛି। କିନ୍ତୁ ତାଙ୍କ ପାଖରେ ଆଜି ପର୍ଯ୍ୟନ୍ତ ବିଜେପିର କୌଣସି ନେତା ମନ୍ତ୍ରୀଙ୍କ ଦେଖା ନାହିଁ। ଭାଇ କିନ୍ତୁ ଆମର ବିଜେଡ଼ି ନେତା ମନ୍ତ୍ରୀଙ୍କ ପାଖରୁ କିଛି ଶିଖିବାର ଅଛି। ଆଉ କୌଣସି ଯଦି ତାଙ୍କର ଗୋଟେ ସୋସିଆଲ ମିଡ଼ିଆ ଟିମ୍ ଅସୁବିଧାରେ ପଡ଼ୁଛି, ଧର୍ମଶାଳା ହେଉ କି ବଲନ୍ଦ ହେଉ, ସେମାନେ ଯାଇ ତାଙ୍କ ପାଖରେ ପହଞ୍ଚିକି ଦୁନିଆ ପ୍ରକାର ରାଜନୀତି କରି ପୁରା ହଡ଼କମ୍ ମଚେଇ ଦେଉଛନ୍ତି। ତାଙ୍କ କର୍ମୀଙ୍କର ଦୋଷ ଥାଉ କି ନଥାଉ ହଡ଼କମ୍। କିନ୍ତୁ ବିଜେପିର ଗୋଟେ ସୋସିଆଲ ମିଡ଼ିଆ କର୍ମୀଟିଏ କଟକ ଏସିବିରେ ପଡ଼ିଛି, କାହାର ଦେଖା ନାହିଁ। ଆଜ୍ଞା ଆମ ସୋସିଆଲ ମିଡ଼ିଆ ମାନେ ଯାହା ଜାଣିଥିଲେ ଦେଖା କରି ତାଙ୍କ ହାଲଚାଲ ବୁଝିଲେ ଆସିଲେ। କିନ୍ତୁ ଯେଉଁମାନେ କହନ୍ତିନି କି ଆମର ଦେବ ଦୁର୍ଲଭ କର୍ମୀ, ଭାଇ ତମ ଡାଇଲଗ ବାଜିରେ କଥା କୁହା କପଡ଼ା ଡାଇଲଗ ବାଜି ଗୋଟେ ତମ ଦେବ ଦୁର୍ଲଭ କର୍ମୀଟିଏ ପଡ଼ିଛି କଟକ ଏସିବିରେ। କେତେ ନେତା ମନ୍ତ୍ରୀ ଯାଇଥିଲେ ଦେଖା କରିବାକୁ କହିଲ? କଟକ ଭାଇ ପାଖକୁ କେତେ ଜଣ ଯାଇଛ? ମୁଁ ଦେଖୁଥିଲି ବିଜେଡ଼ିର କିଛି ସୋସିଆଲ ମିଡ଼ିଆ ମାନେ ଯାଇ ହେଉ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେଟା ତୁମେ ଯଦି ନେତାମାନେ ଏକାଠି ହେଇପାରୁଛ, ଆମେ ଯେଉଁମାନେ ସୋସିଆଲ ମିଡ଼ିଆ କାମ କରୁଛୁ ଆମେ କାହିଁ ଏକାଠି ହେବୁନି? ଆମେ ଯଦି ଏକାଠି ହେବୁ ତୁମେ ଚିନ୍ତା ରଖ ତମ ନେତାମାନଙ୍କ ଅବସ୍ଥା ଆମେ କ'ଣ କରିବୁ। ତେଣୁକରି ଭାଇ ଆମେ ପର୍ସନାଲିଟି ବିଜେପିକି ଭଲ ପାଉ, କିନ୍ତୁ ବିଜେପିରେ ଏମିତି କିଛି ନେତା ମନ୍ତ୍ରୀ ଅଛନ୍ତି ତାଙ୍କୁ ବି ଆମେ ଭଲ ପାଉନା। କାରଣ ଏଇଥିପାଇଁକା ସେ କହିବେ ଗୋଟେ କରିବେ ଗୋଟେ। ତୁମେ ତମ କର୍ମୀଟା ପାଖରେ ପହଞ୍ଚି ପାରୁନ, ତୁମେ ଜନସାଧାରଣ ପାଖରେ କ'ଣ ପହଞ୍ଚୁଥିବ, କ'ଣ କାମ କରୁଥିବ, କଥା କୁହା କପିଳା କାମ, ତା ଭିତରେ କିଛି ନାହିଁ। ତେଣୁକରି କ୍ଷୋଭର ସହିତ ଭିଡ଼ିଓ ବନାଉଛୁ। ତେଣୁକରି ସବୁ ଭାଇମାନଙ୍କୁ ଅନୁରୋଧ କରୁଛୁ ଦୟାକରି ଭିଡ଼ିଓଟି ଏତେ ମାତ୍ରାରେ ସେୟାର କରନ୍ତୁ ଯେମିତି ବିଜେପିର ନେତା ମନ୍ତ୍ରୀ ଭାବରେ ଭିଡ଼ିଓଟି ପହଞ୍ଚୁ। ରହିଲେ ଆଜ୍ଞା, ସୀତାରାମ।